ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳରେ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଲୋକସଭା ନିର୍ବାଚନ ଦିନ ଶସ୍ତା ହେଲା ସୁନା। ମିଳିଥିବା ଖବର ଅନୁଯାୟୀ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ହୋଇଥିବା ବେଳେ ବିଶେଷ କରି ସୁନା ଓ ରୂପାର ମୂଲ୍ୟ ହ୍ରାସ ପାଇଛି। ତେବେ 24 କ୍ୟାରେଟ୍ ଏବଂ 22 କ୍ୟାରେଟ୍ ସୁନାର ମୂଲ୍ୟ 10 ଗ୍ରାମ ପିଛା 300ରୁ 400 ଟଙ୍କା ହ୍ରାସ ପାଇଛି। ରୂପା ହେଉଛି କିଲୋ ପିଛା 86,400 ଟଙ୍କା। ତେବେ ଭୁବନେଶ୍ୱରରେ 10 ଗ୍ରାମ ପିଛା 22 କ୍ୟାରେଟ୍ ସୁନାର ଦର 67,640 ଟଙ୍କା ଥିବା ବେଳେ 24 କ୍ୟାରେଟ୍ ସୁନାର ମୂଲ୍ୟ 73,790 ଟଙ୍କା ରହିଛି। ତୁ ଜାଣିନ ପରବର୍ତ୍ତୀ ଅପଡେଟ୍ ବିଷୟରେ। ସାବଧାନ, ଡିଜିଟାଲ ଆକ୍ସେସରେ ଫସାଉଛନ୍ତି ସାଇବର ଠକ। ବିଦେଶୀ ନମ୍ବରରୁ ଆସୁଛି କଲ୍। ମିଳିଥିବା ଖବର ଅନୁଯାୟୀ ସେମାନେ ଏହିପରି କହୁଛନ୍ତି ଯେ, ହାଲୋ, ମୁଁ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଅଫିସରୁ କହୁଛି। ତୁମ ନାଁ ଅମୁକ ତ, ତୁମ ପୁଅ ଏବେ ରେପ୍ କେସରେ ଫସିଛି। 4 ଜଣ ସାଙ୍ଗଙ୍କ ସହ ମିଶି ଜଣେ ଯୁବତୀ ଗ୍ୟାଙ୍ଗକୁ ରେପ୍ କରିଛି। ତେବେ ଝିଅଟିର ଅବସ୍ଥା ସାଂଘାତିକ। ଜଲ୍ଦି କିଛି ବ୍ୟବସ୍ଥା କରନ୍ତୁ, ନହେଲେ ପୁଅକୁ କୋର୍ଟ ଚାଲାଣ କରିବ, ସେ ଜେଲ୍ ଯିବ, ମିଡିଆରେ ତୁମର ଇଜ୍ଜତ ଯିବ। କୌଣସି ହ୍ୱାଟ୍ସଆପ୍ ନମ୍ବରରୁ ଆପଣଙ୍କୁ ଏହିଭଳି ଯଦି ଫୋନ୍ କଲ୍ ଆସୁଛି, ତେବେ ସିବିଆଇ କିମ୍ବା କ୍ରାଇମ୍ ବ୍ରାଞ୍ଚ ଅଧିକାରୀ ନାଁ କହି ଆପଣଙ୍କୁ ଡରାଉଛନ୍ତି ଆଉ ବ୍ଲାକମେଲିଂ କରି ଟଙ୍କା ମାଗୁଛନ୍ତି କି? ଆଦୌ ଡରନ୍ତୁନି, କାହିଁକି ନା ଏସବୁ ହେଉଛି ସାଇବରଙ୍କ ନୂଆ ମାମଲା। ଏହିଭଳି ଏସ୍ପି ଅଞ୍ଜନା ଟୁଡୁ କହିବା ମୁତାବକ ଫୋନ୍ କଲ୍ କିମ୍ବା ଅନଲାଇନ୍ ଜରିଆରେ ଗିରଫଦାରୀ ଅର୍ଥାତ୍ ଡିଜିଟାଲ ଆରେଷ୍ଟକୁ ଏମାନେ ଅସ୍ତ୍ର କରିଛନ୍ତି। ସେମାନେ ପାକିସ୍ତାନ, ୟୁରୋପ ଦେଶରୁ ପଞ୍ଜୀକୃତ ମୋବାଇଲ ନମ୍ବରରୁ ଫୋନ୍ କରି ଧମକାଇବାକୁ ଭାରତୀୟଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଆଇପିଏଲ୍ ଅଧାରୁ ଆସିଲା ବଡ଼ ଖବର। ସିଏସ୍କେ ହାତ ଛାଡ଼ିବେ ମହେନ୍ଦ୍ର ସିଂ ଧୋନି। ମିଳିଥିବା ଖବର ଅନୁଯାୟୀ ସାରା ଦେଶ ଏବେ ଆଇପିଏଲ୍ର କ୍ରେଜ୍ରେ ଚାଲିଛି। ଏପର୍ଯ୍ୟନ୍ତ ଆଇପିଏଲ୍ର 32ଟି ମ୍ୟାଚ୍ ଖେଳାଯାଉଛି, ଯେଉଁଥିରେ ନୂଆ ରେକର୍ଡ ଦେଖାଇଛି ଚେନ୍ନାଇ ସୁପର କିଙ୍ଗ୍। ଆଇପିଏଲ୍ ମଧ୍ୟରେ ଏକ ବଡ଼ ଝଟକା ଦେଉଛି ଚେନ୍ନାଇ ସୁପର କିଙ୍ଗର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର ମହେନ୍ଦ୍ର ସିଂ ଧୋନି ଆଇପିଏଲ୍ରୁ ବାହାରିଯିବେ ବୋଲି ସୂଚନା ମିଳୁଛି। ଯଦିଓ ଏହା ସ୍ପଷ୍ଟ ହୋଇନାହିଁ, ଯଦି ଏହା ଘଟେ ତେବେ ଦଳ ପାଇଁ ଏକ ବଡ଼ ଧକ୍କାରୁ କମ୍ ହେବ ନାହିଁ। ସିଏସ୍କେର ମହେନ୍ଦ୍ର ସିଂ ଧୋନି ଆଘାତ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯାହାପରେ ତାଙ୍କୁ ଆଉ ଖେଳିବାର ଆଶଙ୍କା ନାହିଁ ବୋଲି ଯଦିଓ ଆନୁଷ୍ଠାନିକ ଭାବେ କିଛି କୁହାଯାଇନି, କିନ୍ତୁ ମିଡିଆ ଏକ ଦାବି କରିଛି। ନୂଆ ପରବର୍ତ୍ତୀ ଅପଡେଟ୍ ବିଷୟରେ। ମହିଳାଙ୍କ ସୁରକ୍ଷା ପାଇଁ ପୁଲିସଙ୍କ ନୂଆ ପଦକ୍ଷେପ। ରୋଡ୍ ରୋମିଓଙ୍କୁ ସାବାଡ଼ କରିବ ଟିମ୍ ହର। ଟୋଲ୍ ଫ୍ରି ନମ୍ବର 6372500400 ଜାରି। ମିଳିଥିବା ଖବର ଅନୁଯାୟୀ ମହିଳାଙ୍କୁ ଦୁର୍ବ୍ୟବହାରରୁ ଛାଡ଼, ନହେଲେ ଭୁବନେଶ୍ୱରରେ ଛାଡ଼। ରୋଡ୍ ରୋମିଓ ଏହିଭଳି ସତର୍କବାଣୀ ଶୁଣାଇଛି କମିଶନରେଟ୍ ପୋଲିସ। ରୋଡ୍ ରୋମିଓକୁ ସାବାଡ଼ ଲକ୍ଷ୍ୟରେ ଟିମ୍ ହର ଗଢ଼ାଇଛି। ଏହାର ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି। ନଚେତ୍ 112କୁ ଡାଏଲ୍ କରି ଅଭିଯୋଗ କରିବାକୁ ପୋଲିସ ପରାମର୍ଶ ଦେଇଛି। ତେବେ ବିଶେଷ କରି କର୍ମଚାରୀ ମହିଳାଙ୍କୁ ସୁରକ୍ଷା ଗୁରୁତ୍ୱ ଦିଆଯାଇଛି। ସେମାନେ ରାତିବେଳା ଘରକୁ ଫେରୁଛନ୍ତି। ବାଟରେ କେହି ହଇରାଣ ଓ ତୁରନ୍ତ ଉପଭୋକ୍ତାଙ୍କୁ 2 ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି। ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବ। ଅଭିଯୋଗକାରୀଙ୍କ ନାମ, ଠିକଣା ଗୋପନୀୟ ରଖାଯିବ ବୋଲି ପୋଲିସ କହିଛି। ଏହିପରି ଏସ୍ପି ଅଞ୍ଜନା ଟୁଡୁ ଟିମ୍ ନେତୃତ୍ୱ କରିଛନ୍ତି। ଟିମ୍ରେ ବର୍ତ୍ତମାନ 14 ଜଣ ମହିଳା ପୋଲିସ କର୍ମଚାରୀ ଅଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଗରମରୁ ମିଳିବ ଆଶ୍ୱସ୍ତି, ଭିଜିବ ଓଡ଼ିଶା। ମିଳିଥିବା ଖବର ଅନୁଯାୟୀ ଆଗାମୀ 2 ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ହେଲେ ପରବର୍ତ୍ତୀ ସମୟରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହିପରି କାଳବୈଶାଖୀ ପ୍ରଭାବରୁ ତାପମାତ୍ରା 2ରୁ 3 ଡିଗ୍ରୀ ଖସିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। 21 ଓ 22 ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 21 ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି 22 ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି, ଯାହା ଫଳରେ ଦିନର ତାପମାତ୍ରା 2ରୁ 3 ଡିଗ୍ରୀ ଖସିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଲଖନପୁର ଡଙ୍ଗା ବୁଡ଼ି 2 ଜଣଙ୍କ ମୃତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ। ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା। ମିଳିଥିବା ଖବର ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଶରଧାବାଲି ମହାନଦୀରେ ଏକ ନୌକା ବୁଡ଼ି 2 ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟରେ ଆତ୍ମୀୟ ନିମନ୍ତେ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା ହୋଇଛି। ଏହା ସହିତ ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ।
ଡିଆରଡିଓର ଅନେକ ପୋଷ୍ଟ ଏବଂ ଫୋନ୍ ନିଯୁକ୍ତି ଶେଷ ତାରିଖ ପୂର୍ବରୁ କରିନିଅନ୍ତୁ ଆବେଦନ। ମିଳିଥିବା ଖବର ଅନୁଯାୟୀ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ 41ଟି ପଦ ପାଇଁ ନିଯୁକ୍ତି ବାହାରିଛି। ସେଥିପାଇଁ ପ୍ରାର୍ଥୀମାନେ ଅଫିସିଆଲି ସାଇଟରେ ଯାଇ ଆବେଦନ କରିପାରିବେ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକଶିତ ସଂଗଠନ ଦ୍ୱାରା ଏକ ବିଜ୍ଞପ୍ତି ଜାରି ହୋଇଛି, ଯାହା ଅନୁଯାୟୀ ଆପେଣ୍ଡିକ୍ସ ପଦବୀ ପୂରଣ ହେବ। ଯେଉଁମାନେ ଆବେଦନ କରିବା ଶେଷ ତାରିଖ ହେଉଛି 30 ଏପ୍ରିଲ। ଏହି ଅଭିଯାନ ମାଧ୍ୟମରେ ସମୁଦାୟ 41ଟି ଆପେଣ୍ଡିକ୍ସ ପୋଷ୍ଟ ପୂରଣ ହେବ। ସେଥିମଧ୍ୟରୁ 11ଟି ପୋଷ୍ଟ ଡିପ୍ଲୋମା ପାଇଁ ଏବଂ 30ଟି ପୋଷ୍ଟ ଗ୍ରାଜୁଏସନ ଆପେଣ୍ଡିକ୍ସ ପାଇଁ ରହିଛି। ତେବେ ପ୍ରାର୍ଥୀମାନେ ଆପେଣ୍ଡିକ୍ସ ଭାବେ କାମ କରିବା ପାଇଁ ବିଇ ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ। ଗ୍ରାଜୁଏସନ ଆପେଣ୍ଡିକ୍ସ ପଦ ପାଇଁ ମନୋନୀତ ପ୍ରାର୍ଥୀମାନେ ଷ୍ଟାଇପେଣ୍ଡ ଭାବରେ 12,000 ଟଙ୍କା ପାଇବେ, ଯେତେବେଳେ କି ଡିପ୍ଲୋମା ଓ ଆପେଣ୍ଡିକ୍ସ ମାନେ 10,000 ଟଙ୍କା ପାଇବେ। ତେବେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ natseducation.gov.in କୁ ଯାଇ ଆପଣ ଆବେଦନ କରିପାରିବେ। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ପୁଣି ଚଳିତ ଶିକ୍ଷାବର୍ଷରୁ 6ରୁ 10ମ ଶ୍ରେଣୀ ଲାଗିବ କାର୍ଯ୍ୟକ୍ଷମ ହେବ ପେପରମ୍ୟାନ୍ ଟ୍ରାକିଂ ସେଲ୍। ମିଳିଥିବା ଖବର ଅନୁଯାୟୀ ଚଳିତ ଶିକ୍ଷାବର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ପେପରମ୍ୟାନ୍ ଟ୍ରାକିଂ ସେଲ୍, ଯେଉଁଥିରେ ସରକାରୀ ସ୍କୁଲରେ ପାଠ ପଢୁଥିବା 6ରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଉପକୃତ ହେବେ। ଉଚ୍ଚ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଆଗକୁ ନେବା ସହ କ୍ରୀଡ଼ା, ନୃତ୍ୟ, ସଙ୍ଗୀତ ଏବଂ ପ୍ରତିଟି ପିଲାଙ୍କ ମଧ୍ୟରେ ଥିବା ଦକ୍ଷତା ବୃଦ୍ଧି ଲାଗି ଆରମ୍ଭ ହୋଇଥିବା ଅଭିନବ ପ୍ରୟାସ, ଯେଉଁଥିରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଗୁରୁତ୍ୱ ଦିଆଯାଇବା ସହ ସରକାରୀ ସ୍ତରରେ ପିଲାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉଛି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ଜଳୁଛି ଓଡ଼ିଶା ଅଂଶୁଘାତରେ ଜଣେ ମୃତ, 71 ଆକ୍ରାନ୍ତ। ମିଳିଥିବା ଖବର ଅନୁଯାୟୀ ରାଜ୍ୟରେ ଅଂଶୁଘାତ ଏଯାଏଁ ଜଣଙ୍କ ମୃତ୍ୟୁ ହେବାର ସୂଚନା ମିଳିଛି। ବାଲେଶ୍ୱରରୁ ମୃତ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଏହାଦ୍ୱାରା ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇନଫ୍ଲୁଏଞ୍ଜା ମୋଟ 71 ଜଣ ଆକ୍ରାନ୍ତ ହୋଇଛନ୍ତି। 71 ଜଣ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ 35 ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମୟୂରଭଞ୍ଜରୁ 7 ଜଣ, ଅନୁଗୁଳରୁ 7 ଜଣ ଅଂଶୁଘାତ ଜନିତ ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରେ 6 ଜଣ ହିଟ୍ ରିଲେଟେଡ୍ ଇଲନେସ୍ ପାଇଁ ଆଡମିସନ୍ ହୋଇଥିବା ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। କେଜରିୱାଲଙ୍କୁ ଜେଲରେ ମାରିବା ହେଉଛି ଷଡ଼ଯନ୍ତ୍ର, ପିଏମ୍ ମୋଦି ଓ ଏଲ୍ଜି ସାମିଲ ଅଛନ୍ତି ଆପ୍ ନେତ୍ରୀ ଆତିଶଙ୍କ ଅଭିଯୋଗ। ମିଳିଥିବା ଖବର ଅନୁଯାୟୀ ତିହାର ଜେଲ୍ ପ୍ରଶାସକ ବିରୋଧରେ ଆମ ଆଦମୀ ପାର୍ଟି ପକ୍ଷରୁ ଗମ୍ଭୀର ଅଭିଯୋଗ ଆସିଛି। ଏକ ସାମ୍ବାଦିକ ସମ୍ମିଳନୀ ଆପ୍ ନେତ୍ରୀ ତଥା ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଆତିଶ ସାଫ୍ ସଂଯୋଗ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଚିକିତ୍ସା ଅବହେଳା ଅଭିଯୋଗ ହେଉଛି। ଆତିଶ କହିଛନ୍ତି, ସ୍ୱାଧୀନ ଭାରତର ଇତିହାସରେ ଏପରି ପ୍ରଥମ ଥର ହେଉଛି ଯେତେବେଳେ ଜେଲରେ ଥିବା କୌଣସି ବ୍ୟକ୍ତିଙ୍କୁ ଔଷଧ ନେବାକୁ ମନା କରାଯାଇଛି। ଆତିଶ ପ୍ରଶ୍ନ ଉଠାଇଛନ୍ତି, କେଉଁ ଆଇନ ଅନୁଯାୟୀ ତିହାର ଜେଲ୍ ପ୍ରଶାସକ ଇଡି କେଜରିୱାଲଙ୍କୁ ସବୁ ସୂଚନା ଦେଉଛି। ଆତିଶ କହିଛନ୍ତି, ଯଦି ତିହାର ଜେଲ୍ ପ୍ରଶାସକ କେଜରିୱାଲ ବିଷୟରେ କୌଣସି ସୂଚନା ଦେବାକୁ ଚାହେଁ ତେବେ କୋର୍ଟକୁ ଦେଇପାରିବ। ସେ କେଜରିୱାଲଙ୍କ ଔଷଧ ବନ୍ଦ କରିବା ମଧ୍ୟ ଷଡ଼ଯନ୍ତ୍ର ବୋଲି ଆତିଶ କହିଛନ୍ତି। ଏହି ଷଡ଼ଯନ୍ତ୍ର ପ୍ରଧାନମନ୍ତ୍ରୀ ମୋଦି ଇଡିକୁ ସାମିଲ କରିଛନ୍ତି। ଦିଲ୍ଲୀରେ ଏଲ୍ଜି ବିନୟ ସକ୍ସେନା ଓ ତାଙ୍କ ମାଧ୍ୟମରେ ତିହାର ଜେଲ୍ ପ୍ରଶାସକ ମଧ୍ୟ ସାମିଲ କରିଛନ୍ତି।